कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम। प्रिय सज्जन मंडली, पूर्व भिडियो आमे अति बड़ी जगन्नाथ दास को प्रणीत श्रीमद् भागवत महापुराण प्रथम स्कंध द्वादश अध्याय पाठ करथिले, जेउथिरे कि परीक्षित जन्म वृत्तांत विषय जानिले। आज आसंतु आमे जानिबा पढ़िबा त्रयोदश अध्याय। ओम श्री परमात्मने नमः। श्रीमद् भागवत महापुराण प्रथम स्कंद त्रयोदश अध्याय। विदुर बोले अंधराय, जेमंते गला हिमालय, प्राण छाड़िला जोग बोले, एकथा त्रयोदश दशे बोले। सुत उवाच विदुर तीर्थ यात्रा क्रमे, मिलिले मैत्रेय आश्रमे। केते दिन तहि रही, आत्मार तत्व ज्ञान पाई। हस्तिनानगरे विश्वासे, मिलिले धृत राष्ट्र पासे। जानिबा पाई तार गति, स्वभावे साधु धीरमती। मैत्रेय आगे जेबा प्रश्न, करि पाइले आत्मज्ञान। तेणु गोविंदे भक्ति जात, केवल नाही शत्रु मित्र। विदुर देखी धर्मसूत, बंधु आगमे कृतकृत्य। संगते घेनी चारि भाई, पूजिले आसने बसाई। जुयुश्चुधृत राष्ट्र नृप, संजय पुणी कृपा कृप। गांधारी द्रौपदी सहिते, सुभद्रा उत्तरा समेते। आगे गमन्ते देवी कुन्ती, अन्य सुहृद बंधु ज्ञाति। पांडुर जेते बंधु जने, मिलिले हरष बदने। प्राण को पाई पिंड जेन्हे, पुणी उठोई दिव्य ज्ञाने। सकले मिली तार पासे, बंदिले जे जाहा विश्वासे। अनाई विदुर बदन, आनंदे अश्रु जल पूर्ण।
সকল পূজা বিধি করি রাজন করে কর ধরি। বিদুর বসাই আসনে পাশে ভুঞ্জাই সুখ মনে। তার বদন রাজা চাহি আনন্দে ঘেনি চারি ভাই। উচে পচারে প্রীতিবাণী যেমন্তে সর্ব লোকে শুনি। যুধিষ্ঠির উবাচ ভূতাত কুহুত অগ্রতে আম্ভ কুশଳ তর চিতে স্মরণ করু তীর্থাটনে বন গহন পথ শ্রমে। যে শନେ ପକ୍ଷୀ ପକ୍ଷ ତଳେ ବାଳକେ ଉଡ଼ନ୍ତି ନିରୋଳେ। ତୁମ୍ଭର ଛାୟା ଆଶ୍ରେ କରି ସକଳ କଷ୍ଟକୁ ପାଶୋରି। ବିପଦ ଦଶା ଯେତେ ହୋଇ ବନେ ବଞ୍ଚିଲୁ ପାଞ୍ଚ ଭାଇ। ମାତା ସହିତେ ଯତୁ ଘରେ ଅଗ୍ନି ଦହନ ମହାଘରେ। ବିଷ ଭକ୍ଷଣ ଆଦି ଯେତେ ତ ଆଗେ କହିବି ମୁଁ କେତେ। ଅନେକ ଆପଦ ପ୍ରମାଦ ବଞ୍ଚିଲୁ ତୁମର ପ୍ରସାଦ। ତୁ ଆମ୍ଭ ସ୍ନେହ ଦୂର କରି ଭ୍ରମଣ କଲୁ ବସୁନ୍ଧରି। ଉଦାସୀ ପଥିକ ଲକ୍ଷଣେ ଏକାନ୍ତେ ବୁଲୁ ବନେ ବନେ। କିପରି ପ୍ରାଣ ରକ୍ଷା କରୁ ଏ ପଥ ଶ୍ରମ ଯେହ୍ନେ ହରୁ। ଭ୍ରମୀଣ ଅବନୀ ମଣ୍ଡଳେ ତୀର୍ଥ ଆଶ୍ରମ ପୁଣ୍ୟସ୍ଥଳେ। ତୋହର ପ୍ରାୟ ସାଧୁ ଯେତେ ପବିତ୍ର ଦେହେ ପୁଣ୍ୟ ତୀର୍ଥେ। ଭ୍ରମି କରନ୍ତି ପୁଣ୍ୟତର ଯାହାଙ୍କ ଚିତେ ଚକ୍ରଧର। ତୁ ଯେ ସ୍ୱଭାବେ ପୁଣ୍ୟ ଦେହ ପ୍ରସନ୍ନ ଚିତେ ତାତ କହ। ଯାଦବ ସଙ୍ଗେ ବନମାଳୀ ସୁଖେ କିଛନ୍ତି କୁଶସ୍ଥଳୀ। ତାହାର ଭଲେ ଭଲ ମୋର ସେ ହରି ଶରଣ ସୋଦର। ସୁଖେ ଅଛନ୍ତି କି ଯାଦବେ ଭୂତାତ ପଚାରୁ ପ୍ରସ୍ତାବେ। ଏମନ୍ତେ ରାଜା ବାକ୍ୟ ଶୁଣି ବିଦୁର ମନେ ମନେ ଗୁଣି। ସୁହୃଦ ଭାବେ ଭୟ କଲା ଯାଦବ କ୍ଷୟ ନ କହିଲା। ବିଚାରେ କହିବି ମୁଁ ଯେତେ ଜୀବନ ଛାଡ଼ିବେ ପାଣ୍ଡବେ। ବିଚାରେ କହିବି ମୁଁ ଯେବେ ଜୀବନ ଛାଡ଼ିବେ ପାଣ୍ଡବେ। କେମନ୍ତେ ଦେଖିବି ମୁଁ ଏହା ଏତେ ବିଚାରି କଲା ମାୟା। ନ କହି ଯଦୁବଂଶନାଶ ନିର୍ଘାତେ ଛାଡ଼ିଲା ନିଶ୍ୱାସ। ଊର୍ଦ୍ଧ୍ୱବଦନେ ସେ ବିଦୁର କପଟେ କହି ମଧୁର। ସର୍ବକୁଶଳ ଯା ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ। ଏମନ୍ତେ ରାଜା ଆଗେ କହି କେତେ ଦିନ ପୁରେ ରହି। ଜ୍ୟେଷ୍ଠ ଭ୍ରାତାର ଶ୍ରେଷ୍ଠ ଶ୍ରେୟ ଅର୍ଥେ ସର୍ବଜନଙ୍କ ପ୍ରୀତି ମତେ। ନିତ୍ୟ ଆନନ୍ଦ ଧର୍ମ ରାଜା ବିଦୁର ପାଦେ করে পূজা। রাত্র দিবস তার সঙ্গে ধর্মনন্দন অনুরাগে। অশেষ তীর্থঙ্ক মহিমা সে কহিপারে গুণ সীমা। সর্ব কহিলা সুখ মনে এবে হো শুণ বিপ্রজনে। মাণ্ডব্য ঠারু সাপ পাই যম বিদুর দেহ বহি। সতে বরষ শূদ্র দেহে বঞ্চিলা বিষ্ণু মায়া মোহে। পাপীଙ୍କ দণ্ডে ଅଧିକାର କରନ୍ତି ଦେବ ଦିନକର। କୁଳ ରକ୍ଷକ ପରୀକ୍ଷିତ ଜାଣି ନିଶ୍ଚିନ୍ତ ଧର୍ମସୂତ। ଏବେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରି ରାଜ୍ୟ ପାଇ। ଗୃହ କରଣେ ଚିତ ଜଳି ବିଷ୍ଣୁର ମାୟା ମୋহে ପଡ଼ି। ରାଜ୍ୟ କରନ୍ତେ ଧର୍ମସୂତ ମିଳିଲା କାଳ ବିପରୀତ। କେହି ନ ଜାଣେ ଗତି ତାର ସ୍ୱଭାବେ ଅବ୍ୟକ୍ତ ଈଶ୍ୱର। ଧୂମେ ପୁରିଲା ଦଶ ଦିଶ ବିଦୁର ଦେଖି ପାଇ ତ୍ରାସ।
ବସିଲା ଧୃତରାଷ୍ଟ୍ର ପାଶେ, ଜ୍ଞାନ ସେ କହି ବିଶ୍ୱାସେ। ହେ ଭ୍ରାତ ଶୁଣ ମୋ ଉତ୍ତର, ଚଳ ତୁ ବେଗେ ତେଜିପୁର। କାଳ ମିଳିଲା ଭୟଙ୍କର, ଦଶ ଦିଶ ଆକାଶେ ଅନ୍ଧକାର। ଏଥକୁ ପ୍ରତିକ୍ରିୟା ନାହିଁ, ଅବ୍ୟକ୍ତ ରୂପ ଯାର ଦେହେ। ଦ୍ୱାପର ଯୁଗ ଶେଷ ହେଲା, ଏ କଳି କାଳ ପ୍ରବେଶିଲା। ଆମ୍ଭର ପ୍ରାଣ ଏ ହରିବ, ଏହାକୁ କେବା ନିବାରିବ? ଜନସମ୍ପଦ ମହି ତଳେ, ସଂହାର କରିବ ଏ ବଳେ। ଦେବଦାନବ ମହାବଳ, ବୃଦ୍ଧ ପ୍ରତାପୀ ଯୁବା ବାଳ। ଯାହାର ଦରଶନ ମାତ୍ରେ, କଦଳୀ ପତ୍ର ଯେହ୍ନେ ବାତେ। ଭୟେ କମ୍ପନ୍ତି ଥରହର, କାତରେ ନେତୃ ବହେ ନୀର। ଅନିତ୍ୟ ଏ ମନୁଷ୍ୟ ଦେହି, ସାର ଏହାର କିଛି ନାହିଁ। ଯେ ହୁଏ ବିମୁକ୍ତ ବନ୍ଧନ, ତାହାକୁ ବୋଲି ମହାଜନ। ଦେଖ ତୁମ୍ଭର କର୍ମ ଫଳ, ନାସିଲେ ଭାତୃପୁତ୍ର କୁଳ। ଆୟୁଷ ତୋର ଶେଷ ହେଲା, ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ, ତୋର ନିବାସ ପର ଗୃହେ। ବିଶେଷେ ଚକ୍ଷୁହୀନ ତୁହି, ବଧିର ବୁଦ୍ଧିହୀନ ହୋଇ। ବିଶୀର୍ଣ୍ଣ ଦନ୍ତ ତୋ ଧର, କଫେ ଜଡ଼ିତ କଣ୍ଠସ୍ୱର। ଅନ୍ତରେ ଅଗ୍ନିମନ୍ଦ ହୋଇ, ଅନ୍ନ ଭୋଜନ ନ ଜିରଇ। ପ୍ରାଣୀ ଜୀବିତ ଆଶା ଯେତେ, କେ ତାକୁ କରିବ ଆୟତେ। ଯେଉଁ ଭୀମର ଗଦାଘାତେ, ସମରେ ମଲେ ତୋର ସୁତେ। ତାର ବର୍ଜିତ ପିଣ୍ଡେ ଆଶା, ଶ୍ୱାନର ପ୍ରାୟତ ଭରସା। କୁମତି ଜନ ସଙ୍ଗେ ଭାଳି, ତୋର କୁମରେ କଲେ କଳି। ପାଣ୍ଡୁର ପଞ୍ଚପୁତ୍ର ମାରି, ଭୁଞ୍ଜିବେ ବୋଲି ରାଜଶିରୀ। ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ, ଭୀମକୁ ବିଷ ଲଡୁ ଦେଲେ। ସେ ଭୀମ କେବେ ନ ମଲା, ତାହାକୁ ଗୋବିନ୍ଦ ରଖିଲା। ଯତୁର ଘରେ ଅଗ୍ନି ଦେଲେ, ସେବେଳେ ପାଣ୍ଡବେ ନ ମଲେ। ପୁଣି କପଟ ପୋଷା କରି, ଧନ ସମ୍ପଦ ରାଜ୍ୟ ହରି। ଦ୍ରୌପଦୀ କେଶ ଧରି ବଳେ, ବିବସ୍ତ୍ର କଲେ ସଭା ତଳେ। ଏ ଆଦି ଯେତେ କର୍ମ କଲେ, ତୁ ତାହା ଜାଣିଅଛୁ ଭଲେ। ସେ କି ତାହାଙ୍କ ଚିତୁ ଜୀବ, ମନୁଷ୍ୟ ଜନ୍ମର ସ୍ୱଭାବ। ତାହାଙ୍କ ଦତ୍ତ ଅନ୍ନ ଖାଉ, ସେବକ ପ୍ରାୟ ଗୃହେ ଥାଉ। ତୋର ବୟସ ଆଉ କାହିଁ, ଅତି ପୀଡ଼ିତ ବୃଦ୍ଧ ଦେହି। ଦିନକୁ ଦିନ ତନୁ କ୍ଷୀଣ, ଯେସନେ ପୁରୁଣା ବସନ। ଏ ଦେହେ ବିରକ୍ତ ଯେ ଜନ, ସେ ପ୍ରାଣୀ ବିମୁକ୍ତ ବନ୍ଧନ। ଅନିତ୍ୟ ନର କଳେବର, ଭିତରେ କିଛି ନାହିଁ ସାର। ଏହା ବିଚାରି ଯୋଗ ବଳେ, ହରି ଭକତ ସଙ୍ଗେ ମେଳେ। ନିର୍ବେଦ ହୋଇ ଚଳେ ବନ, ସେ ପ୍ରାଣୀ ପୁରୁଷ ଉତ୍ତମ। ତୁ ବୁଧ ଜନଙ୍କ ଉତ୍ତମ, ଏବେ ତୁ ଛାଡ଼ ମତି ଭ୍ରମ। ଉତ୍ତର ପଥେ ଚଳ ବେଗେ, ପତ୍ନୀ ସମେତ ମୋର ସଙ୍ଗେ। ମୋହି ଉଦାସୀ ପଣେ ବନେ, ସେ ବିବିତ ତେ ଅନୁକ୍ଷଣେ। ଦେଖ ଏ କାଳ ଭୟଙ୍କର, ସତ୍ତ୍ୱ ହରିବ ପ୍ରାଣୀଙ୍କର। ଏମନ୍ତେ ବିଦୁରର ବାଣୀ, ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି। ତକ୍ଷଣେ ମୋହ ଜଡ଼ ଛାଡ଼ି, ବନ ଗମନେ ଚିତ୍ତ ବଳି। ବିଷ୍ଣୁର ମାୟା କରି ଦୂର, ନବରୁ ହୋଇଲା ବାହାର। ପତିର ବନବାସ କଥା, ଶୁଣି ସାନନ୍ଦେ ପତିବ୍ରତା। ବିଦୁର କନ୍ଧେ ଦେଇ କର, ଅଗରୁ ହୋଇଲା ବାହାର। ମନ ଆନନ୍ଦେ ବେନିଜନେ, ପଶିଲେ ହିମାଳୟ ବନେ। କ୍ଷତ୍ରିୟ ଯେନେ ମହାଯୁଧେ, ପଶଇ ମନର ସାନନ୍ଦେ। ଏବେ ହୋ ଶୁଣ ମୁନିବରେ, ଧର୍ମନନ୍ଦନ ନିଜ ଘରେ। ସନ୍ଧ୍ୟାଦି ନିତ୍ୟ କର୍ମ ସାରି, ଅଗ୍ନି ପୂଜନ ଦାନ କରି। ଗୁରୁ ବନ୍ଦନ ପୂଜା ଅର୍ଥେ, ଗୃହେ ପ୍ରବେଶି କୃତକୃତ୍ୟେ। ଗୁରୁ ଭବନେ ଯାଇ ମିଳି, ହସ୍ତରେ ଘେନି ଅର୍ଘ୍ୟ ଥାଳି। ତକ୍ଷଣେ ଦେଖି ଶୂନ୍ୟ ଘର, କାତର ମନେ ନୃପବର। ପୁଛିଲେ ସଞ୍ଜୟକୁ ଚାହିଁ, ମୋ ଗୁରୁଜନେ ଗଲେ କାହିଁ। କେହି ଯେ ନ ଶୁଣେ ବଚନ, ଭୟେ ଚାହାନ୍ତି ଛନ ଛନ। ପୁଣି ବୋଲନ୍ତି ଜନେ ଚାହିଁ, ତାତ ଜନନୀ ଗଲେ କାହିଁ। ବିଦୁର ନାହିଁ ମୋର ପାଶେ, ତାତ ଜନନୀ ମନ ଦିଶେ। ଲୋଚନେ ନ ଦିଶଇ ପଥ,
ଦହିବେ ବୟସେ ବୃଦ୍ଧତ୍ୱ ପୁତ୍ରଙ୍କ ମରଣେ ଦୁଃଖିତ କେବଣେ ଦେଶେ ଉପଗତ ନପୁଣ ପୁତ୍ର ଶୋକ ଜାଳେ ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ ବନ୍ଧୁ ସୁହୃଦ ପୁତ୍ର ନାଶେ ମୋର ଜନନୀ ତ୍ରାସେ ଦୁଃଖ ସାଗରେ ନିମଜ୍ଜିଲେ ମୋର ଦୁଷ୍କୃତ କର୍ମ ଫଳେ। ସୁତବାଚ ଧର୍ମନନ୍ଦନ ବାକ୍ୟ ଶୁଣି ସାରଥି ନ କହଇ ବାଣୀ ନ ଦେଖି ଧୃତ ରାଷ୍ଟ୍ର ପାଶେ ଅତି ପୀଡ଼ିତ ସ୍ନେହ ବସେ ବିରହ ଦୁଃଖରେ ବିକଳ ନୟନୁ ବହେ ଅଶ୍ରୁ ଜଳ ପୁଣି ସେ ମନେ ଧୈର୍ଯ୍ୟ ଧରି ହସ୍ତେ ପୋଛିଲା ନେତୃବାରି ଧୃତ ରାଷ୍ଟ୍ରର ଗୃହ ତ୍ୟାଗ କହଇ ଯୁଧିଷ୍ଠିର ଆଗ। ସଞ୍ଜୟ ଉବାଚ ଶୁଣ ନୃପ ଚୂଡ଼ାମଣି ତୋର ପିଅର ଜନନୀ ରଜନୀ କାଳେ ଗଲେ କାହିଁ ସର୍ବଥା ନ ଜାଣଇ ମୁହିଁ ମୋର ଜୀବନ ଦୁଃଖ ଭରେ ବୁଡ଼ିଲା ଦୁର୍ଗମ ସାଗରେ ଏମନ୍ତେ କହୁଁ ମନ ଖେଦ ଗଗନେ ଶୁଭେ ବୀଣାନାଦ ଶୁଣି ଚାହିଁଲେ ଅନ୍ତରିକ୍ଷେ ନାରଦ ଦିଶିଲେ ପ୍ରତ୍ୟକ୍ଷେ ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦ ବାଦ୍ୟ ରଙ୍ଗେ ନାଦେ ଗୋବିନ୍ଦ ଗୁଣ ଗାଇ ପୁଲକ ରମପନ୍ତି ବହି ଆନନ୍ଦେ ଅଶ୍ରୁଜଳ ପୁରେ ମିଳିଲେ ରାଜାର ଛାମୁରେ ଦେଖି ସାନନ୍ଦ ନୃପମଣି ଅନୁଜ ସଙ୍ଗେ ପାଦେ ନମି ମୁନିକି ଆସନେ ବସାଇ ବେନି ଚରଣ କରେ ଧୋଇ ଚରଣ ପୂଜି ବିଧି ମତେ କହନ୍ତି ନାରଦ ଗ୍ରଥେ। ଯୁଧିଷ୍ଠିର ଉବାଚ ଭୂବ୍ରହ୍ମାସୁତ ଶୁଣ ଭଲେ ମତାତ ମାତ କେଣେ ଗଲେ ମୋର କରମ ଦୁଃଖ ପୂର୍ଣ୍ଣ ଭୂମୁନି ତୁମ୍ଭେ ଭଲେ ଜାଣ ଚକ୍ଷୁ ବିହୀନେ ଘର ବନେ ଜୀବନ ଧରିବେ କେଶନେ ଗଭୀର ଜଳେ ନାବ ଥୋଇ ନାବିକ ଯେସନେ ପଳାଇ ତେମନ୍ତେ କରି ଗଲେ ମତେ ଅଧିକ କହିବି ମୁଁ କେଦେ ହଇଣ ଏବେ କର୍ଣ୍ଣଧାର ଦୁଃଖ ସାଗର କରୁ ପାର। ନାରଦ ଉବାଚ ଭନୁପ ଶୋକ ତୁ ନ କର ଈଶ୍ୱର ବଶ ଏ ସଂସାର ପ୍ରାଣୀ ଭିଆଇ ମାୟା ଯୋଗେ ଖେଳଇ ସଂଯୋଗ ବିଯୋଗେ ଗୋରୁ ନାସିକା ଯେନେ ବିନ୍ଧି ଆକର୍ଷି ଚର୍ମ ରଜୁ ବାନ୍ଧି ସେ ପ୍ରାଣୀ ଯେନେ ଭାର ବହେ ଅନ୍ତରେ ଦୁଃଖ ଖେଦ ସହେ କ୍ରୀଡ଼ା କନ୍ଦୁକ କ୍ରୀଡ଼ା ରଙ୍ଗେ ଭ୍ରମଇ ସଂଯୋগে ବିଯୋগে ଯେ ଦାନ ପଡ଼ଇ ଯେ ମତେ କନ୍ଦୁକ ଚଳେ ସେହି ମତେ ଈଶ୍ୱର ଇଚ୍ଛାରୁ ସଂସାର ଏ ଗୁରୁ ଦୀକ୍ଷା ପଥ ସାର ତୁ ରାଜା ତୋତେ ହେନ ଜାଣୁ ସଂସାର ସତ୍ୟ ପ୍ରାୟ ମଣୁ ସତ୍ୟ ବା ମିଥ୍ୟା ବେନି ପଥେ ଶୋକନ କରି ପାରୁଛି ଦେ ଯଦି ତୁ ଜୀବ ସତ୍ୟ ମଣୁ ଦେହ ନିତ୍ୟ ପରିମାଣୁ ଅଥବା ବ୍ରହ୍ମ ଭାବ ବହୁ ସ୍ନେହ ଛାଡ଼ିଲେ ଶୋକ କାହୁଁ ଏଣୁ ଅଜ୍ଞାନ ଜଡ଼ମତି ବ୍ୟାକୁଳ ଛାଡ଼ ହେ ନୃପତି ତୁ ଯେ ବିଚାରୁ ସ୍ନେହ ଭାବେ ମୋ ବିନା କେମନ୍ତେ ବଞ୍ଚିବେ ଏ ଦେହ ପଞ୍ଚଭୂତେ ଯୋଡ଼ି অবিদ্যা কাল কর্মে পড়ি আপনা দুঃখে নিত্য দুঃখী এ কাহি পর প্রাণ রখি উরগ কেউ গিলিছি যাহাকু সে কাহি রখিব আনকু দেখো প্রত্যক্ষে নৃপবর বিষ্ণুর মায়া খেল ঘর
ସ୍ୱଭାବେ ନାହିଁ ଯାର ହସ୍ତ ହସ୍ତ ଥିଲାର ସେ ଆୟତ ଦ୍ୱିପଦ ଚତୁଷ୍ପଦ ଯେତେ ନିପଦେ ତାହାଙ୍କ ଆୟତେ ବଳଙ୍କ ଭକ୍ଷ ହନ୍ତି ସାନେ ସେ ନାଶ ଯାନ୍ତି ଅନ୍ୟ ଅନ୍ୟ ଏ ଜୀବ ଜୀବଙ୍କ ଆହାର କେବଳ ନିର୍ମଳ ବିଚାର ଏକୋଇ ଆତ୍ମା ନର ହରି ଭାବେ ଅଶେଷ ଦେହେ ପୁରୀ ଅନ୍ତର ବାହାରେ ପ୍ରକାଶ ସେ ଭାଗ୍ୟ ଭକ୍ତା ହୃଷିକେଶ ଏ ମାୟା ତୁରନ୍ତ ବା ତାହାର ଏ ମାୟା ଦୁରନ୍ତ ତାହାର କେ କରିପାରିବ ଗୋଚର ସେ ହରି ନିତ୍ୟ ବିଶ୍ୱରୂପେ ନର ଶରୀରେ ମୋହ କଳ୍ପେ ପାରା ନିବାରେ ତନୁ ଧରି ଦୁର୍ଜନ ସମୂହ ସଂହାରେ ନିଜ ଜନ୍ତୁଙ୍କୁ ରକ୍ଷା କରେ ଏମନ୍ତେ ସଂସାରେ ବିହରେ ଦେବଙ୍କ ଚିତ କରି ଦୋଷ ଅଳପ ଅଛି ଅବଶେଷ ଯାବତ ଥିବ ଚକ୍ରଧର ତାବତ ତୁମ୍ଭ ଅଧିକାର ଏବେ ହୁ ଶୁଣ ମହାରଥା ତୋତାତ ଜନନୀ ବ୍ୟବସ୍ଥା ବିଦୁର ଧୃତରାଷ୍ଟ୍ର ବେନି ସଙ୍ଗତେ ପବିତ୍ରତା ଘେନି ସେ ହିମବନ୍ତର ଦକ୍ଷିଣେ ଋଷି ଆଶ୍ରମ ଘର ବନେ ସେ ସପ୍ତ ସ୍ରୋତ ସୁର ନଦୀ ଭାରତ ଖଣ୍ଡେ ଯେ ପ୍ରସିଦ୍ଧି ସେ ଜଳେ ନିତ୍ୟ କରି ସ୍ନାନ ଅନେକ କରି ହୋମ ଦାନ କେବଳ ଜଳଗ୍ରାସ ଭକ୍ଷୀ ଶରୀରେ ଜୀବ ଆତ୍ମା ରଖି ବିଗତ ରାଗ ଇନ୍ଦ୍ରି ଗଣେ ପ୍ରଣବେ ନିଶ୍ୱାସ ଧାରଣେ ଦୃଢ଼ ଆସନେ ବସି ଧୀରେ ଇନ୍ଦ୍ରିୟ ରୁନ୍ଧିଣ ଶରୀରେ ସର୍ବ ବିଷୟ ରସ ତେଜି ହରିଚରଣ ଭାବେ ଭଜି ମନୁ ଛଡ଼ାଇ ତିନି ଗୁଣେ ସମାଧି ଗୋବିନ୍ଦ ଚରଣେ ବିଜ୍ଞାନ ଆତ୍ମା ଜ୍ଞାନେ ଭରି ଜୀବ ପରମ ଏକ କରି ପ୍ରବେଶୀ ଅନାହତ ପୁରେ ଗୋବିନ୍ଦ ନାମ ଧରି ଧୀରେ ବିଚାର ଯେହ୍ନେ ଘଟାକାଶ ମହାକାଶରେ ତା ପ୍ରବେଶ ତ୍ରିଗୁଣ ମାୟା ନାଶ କରି ବସ ଇନ୍ଦ୍ରିୟ ସଂହାରି ସର୍ବ ବିଷୟ ଯୋଗ ବଳେ ନିବାରି ଆସନ ନିଶ୍ଚଳେ ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷୀ କିଏ ଅବା ତାରେ ବିଘ୍ନ ଇଛି ଆଜ ହୁଁ ପଞ୍ଚ ଦିନ ଅନ୍ତେ ପ୍ରାଣ ଛାଡ଼ିବେ ଯୋଗ ପଥେ ରଜନୀ କାଳେ ବୃକ୍ଷ ମୂଳେ ଯୋଗାଗ୍ନି ବଳେ ପୂର୍ଣ୍ଣଶାଳେ ଦହନ ହୋଇବ ଶରୀର ତା ପତ୍ନୀ ଥିବ ଯେ ବାହାର ଦକ୍ଷିଣେ ସ୍ୱାମୀ ଧରି କୋଳେ ଦଗଧ ହୋଇବ ଅନଳେ ତା ଦେଖି ବିଦୁର ଶରୀର ହରସ ଶୋକରେ କାତର ହୃଦେ ସୁମରି ନର ହରି ବେଗେ ସେ ବନୁ ଅପସରି ତୀର୍ଥ ସେ ବନେ ଆଗମନ କରିବ ଶୁଣ ହି ରାଜନ ଏମନ୍ତେ ରାଜା ଆଗେ କହି ତୁମ୍ବୁରୁ ତୁଲେ ବୀଣା ବାଇ ଆକାଶ ମାର୍ଗେ ଗଲେ ମୁନି ଧର୍ମ ନନ୍ଦନ ତାହା ଶୁଣି ତତ୍ତ୍ୱବଚନ ହୃଦେ ଧରି ସର୍ବ ସଂଶୟ ଦୂର କରି ରାଜ୍ୟ ପାଳନେ ଦୃଢ଼ ଚିତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷୋପାଖ୍ୟାନେ ନାରଦ ଯୁଧିଷ୍ଠିର ସମ୍ବାଦो ନାମ ତ୍ରୟୋଦଶୋऽଧ୍ୟାୟ ଓಂ ନମୋ ଭଗବତେ ବାସୁଦେବାୟ ହରି ଓମ୍।